ଦେଖନ୍ତୁ 2 ଦିନ ତଳେ ଧଉଳିରେ ଯେଉଁ ଘଟଣା ଘଟିଛି ନାବାଳିକା ପ୍ରତି ନିଶ୍ଚିତ ଭାବେ ସେ ଘଟଣାକୁ ମୁଁ ଦୃଢ଼ ଭାବରେ ନିନ୍ଦା କରୁଛି। ଏଭଳି ଘଟଣା ସୁସ୍ଥ ସମାଜରେ ଘଟିବା ଉଚିତ ନୁହେଁ। ଏଭଳି ମାନସିକତାର ବ୍ୟକ୍ତି କିଭଳି ଭାବେ ସମାଜରେ ଦଣ୍ଡ ପାଇବେ ସେଥିପାଇଁ ମଧ୍ୟ ସରକାର ପୂର୍ଣ୍ଣ ମାତ୍ରାରେ ଚେଷ୍ଟିତ। ଯେଉଁମାନେ ଏଇଭଳି ମାନସିକତା ଏବଂ ଗତକାଲି ଘଟଣାରେ 2 ଜଣ ଗିରଫ ହୋଇସାରିଛନ୍ତି। ଆମ ଦାୟିତ୍ୱ ବା ସରକାରଙ୍କର ଦାୟିତ୍ୱ ନିଶ୍ଚିତ ଭାବେ ଏ ଘଟଣାରେ ଯିଏ ଯିଏ ସଂଶ୍ଳିଷ୍ଟ ଥିବେ ଯେଡ଼େ ବଡ଼ ବ୍ୟକ୍ତି ହେଉ ନା କାହିଁକି ଆମେ ତାଙ୍କୁ ଗିରଫ କରିବା। ଗିରଫ କରିସାରି ତାଙ୍କୁ କିଭଳି ଭାବେ ଦଣ୍ଡ ଅତି ଶୀଘ୍ର ମିଳିବ ତାର ବ୍ୟବସ୍ଥା ମଧ୍ୟ କୋର୍ଟରେ କରିବାର ବ୍ୟବସ୍ଥା କରିବା। ଆପଣମାନେ ଦେଖିଛନ୍ତି ଗୋପାଳପୁର ହଉ ଯୋଉଠି ଯୋଉଠି ଏ ଘଟଣା ଘଟିଛି ସରକାର କାହାରିକି ଘଣ୍ଟ ଘୋଡ଼େଇ ନାହିଁ। କେବଳ ଏକ ସରକାରର କଥା ନୁହେଁ, ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ। ମୋ ମାଟିରେ ଯୋଉ ଝିଅ ପ୍ରତି ଏଭଳି ଘଟଣା ଘଟୁଛି କୋଉଠି ନା କୋଉଠି ସେମାନେ ଏଭଳି ବିକୃତି ମାନସିକ ବ୍ୟକ୍ତିତ୍ୱ ଯୋଉମାନଙ୍କୁ କୌଣସି ମତେ ଛଡ଼ାଯିବାର ଆବଶ୍ୟକତା ନାହିଁ। 5 ଜଣ ଯେତିକି ଖବର ପାଇଛି 5 ଜଣ ଏ ଘଟଣାରେ ଅଛନ୍ତି, 2 ଜଣ ଗିରଫ ହୋଇଛନ୍ତି। ଆଉ ଯୋଉମାନେ ମଧ୍ୟ ଅଛନ୍ତି ତାଙ୍କୁ ତୁରନ୍ତ ଆମେ ଗିରଫ କରିବା ସଙ୍ଗେ ସଙ୍ଗେ କିଭଳି ଭାବେ ଅତି ଶୀଘ୍ର ତାଙ୍କ ପ୍ରତି ଦଣ୍ଡ ବିଧାନ ହେଇପାରିବ, ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇପାରିବ ସେ କଥା ପାଇଁ ମଧ୍ୟ ସରକାର ନିଶ୍ଚିତ ଭାବେ ଚିନ୍ତିତ ଏବଂ ତାର ଦାୟିତ୍ୱ ମଧ୍ୟ ସରକାର ନେଉଛନ୍ତି।